ଉପସ୍ଥିତ ସମସ୍ତଙ୍କୁ ମୋର ପ୍ରଣାମ। ଆଜି ଆମେ ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ଜାଣିବା। ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଜଣେ ଅଲୌକିକ ଯୋଗୀ, ଅପ୍ରତିମ ଆଚାର୍ଯ୍ୟ ଏବଂ ଜଣେ ଅସାଧାରଣ କ୍ରାନ୍ତିକାରୀ ମହାପୁରୁଷ ଥିଲେ। ଏମିତି ଜଣେ ମହାନ ତେଜସ୍ୱୀ ସନ୍ଥ କେବଳ ଭାରତ ନୁହେଁ ଅପିତୁ ପୁରା ବିଶ୍ୱରେ ଆଉ କେହି ବି ନଥିଲେ। ଅଷ୍ଟମ ଶତାବ୍ଦୀର ଜଣେ ଭାରତୀୟ ବେଦଜ୍ଞ ଓ ଧର୍ମଗୁରୁ ଥିଲେ। ଆଜିକୁ ପ୍ରାୟ 1220 ବର୍ଷ ପୂର୍ବେ ତାଙ୍କର ଉଦୟ ହୋଇଥିଲା, କିନ୍ତୁ ଆଜି ବି ତାଙ୍କର ପ୍ରଭାବ ପୂର୍ଣ୍ଣ ରୂପେ ସୁରକ୍ଷିତ ହୋଇ ରହିଅଛି। ତାଙ୍କ ଦ୍ୱାରା ଅନେକ ଗ୍ରନ୍ଥ, ଧାର୍ମିକ ସଂସ୍ଥା ଆଉ ନିର୍ଦ୍ଧାରିତ ଆଧ୍ୟାତ୍ମିକ ପରମ୍ପରାମାନ ଆଜି ବି ଅଖଣ୍ଡ ହୋଇ ରହିଅଛି। ଶଙ୍କରାଚାର୍ଯ୍ୟଙ୍କ ଜୀବନ ଉପରେ ଅନେକ ଗ୍ରନ୍ଥ ଲେଖା ଅଛି। କେବଳ ସଂସ୍କୃତ ଭାଷାରେ 32ଟି ପ୍ରାଚୀନ ଗ୍ରନ୍ଥ ଅଛି। ଶଙ୍କରାଚାର୍ଯ୍ୟଙ୍କ ବିରଚିତ ବେଦାନ୍ତ ଭାଷ୍ୟ, ଭାଗବତ ଗୀତା ଭାଷ୍ୟ ଓ ଅଦ୍ୱୈତ ବେଦାନ୍ତର ଅନେକ ଗ୍ରନ୍ଥମାନ ଅଛି। କୁହାଯାଏ କି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ 788 ଖ୍ରୀଷ୍ଟାବ୍ଦରେ କେରଳର ଏକ ଛୋଟ ଗ୍ରାମ କୁଲାଡ଼ି ଗ୍ରାମରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଶିବଗୁରୁ। ଶିବଗୁରୁ ଗ୍ରାମ ମନ୍ଦିରରେ ରାଜପୁରୋହିତ ଥିଲେ। ଭଗବାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଆଉ ଭକ୍ତି ବିଶ୍ୱାସ ବହୁତ ଥିଲା। ଆଉ ତାଙ୍କ ମାତାଙ୍କ ନାମ କାମାକ୍ଷୀ ବା କେଉଁଠି ସୁଭଦ୍ରା ମଧ୍ୟ ଅଛି। ସୁଭଦ୍ରା ମଧ୍ୟ ନିଜ ସ୍ୱାମୀଙ୍କ ପରି ସରଳ ଆଉ ଧର୍ମପରାୟଣ ଥିଲେ। ତାଙ୍କର କୌଣସି ସନ୍ତାନ ନଥିଲା। ଏଥିପାଇଁ ତାଙ୍କ ମନରେ ସବୁବେଳେ ଦୁଃଖ ରହୁଥିଲା। ସେଥିପାଇଁ ଶିବଗୁରୁ ତାଙ୍କ ପତ୍ନୀଙ୍କ ସହ କଠୋର ତପସ୍ୟା କଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶଙ୍କର ପୁତ୍ର ହେବା ପାଇଁ ବରଦାନ ଦେଲେ। ବର ଦେଲା ପରେ ସେମାନେ କହିଲେ, ଭଗବାନ ଯଦି ଦବାର ଅଛି ତ ଏମିତି ସନ୍ତାନ ଦିଅନ୍ତୁ ଯିଏ ସଂସ୍କାରୀ ଆଉ ଲୋକଙ୍କ ମଙ୍ଗଳ ପାଇଁ ନିଜ ଆତ୍ମସୁଖର ବଳିଦାନ ଦେବ, ଯିଏ ନିଃସ୍ୱାର୍ଥ ଭାବରେ ଲୋକ କଲ୍ୟାଣ କରିବ ଆଉ ଆପଣଙ୍କ ପରି ଶଙ୍କରବାନ ହୋଇଥିବ। ତ ଭଗବାନ ପ୍ରସନ୍ନ ହୋଇ ତଥାସ୍ତୁ କହି ଚାଲିଗଲେ। ତାପରେ ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ହେଲା। ଭଗବାନ ଶିବଙ୍କ କୃପାରୁ ଜନ୍ମ ହୋଇଥିବାରୁ ତାଙ୍କ ନାମ ଶଙ୍କର ରଖାଗଲା। ଛୋଟରୁ ହିଁ ସେ ବୁଦ୍ଧିମାନ ଓ ସଂସ୍କାରବାନ ଥିଲେ। ବାଲ୍ୟାବସ୍ଥାରୁ ହିଁ ସେ ନିଜ ପିତାଙ୍କ ପାଖରୁ ହିଁ ଶିକ୍ଷା ଗ୍ରହଣ କରୁଥିଲେ। ଶିବଗୁରୁ ନିଜ ପୁତ୍ରକୁ ଉଚ୍ଚ ସଂସ୍କାର ଓ ସମାଜରେ ହେଉଥିବା ଛୋଟ ଛୋଟ ଦୁର୍ବ୍ୟବସ୍ଥା ଓ ରୋମାଞ୍ଚକାରୀ ଘଟଣା ସବୁ ଶୁଣାଉଥିଲେ। ଏଥିରେ ହିଁ ତାଙ୍କ ଭିତରେ ଧାର୍ମିକ ସଂସ୍କାର ଜାଗି ଉଠିଥିଲା। ସେଥିପାଇଁ ଈଶ୍ୱର ଉପାସନା, ଆତ୍ମା, ଧର୍ମ, ଦର୍ଶନ, ସଦାଚାର, ସଦ୍ଗୁଣ ଆଉ ତାକୁ ପ୍ରେରିତ କରିବା ପାଇଁ ରାମାୟଣ, ମହାଭାରତ, ମହାପୁରୁଷଙ୍କ ଜୀବନ ଚରିତ୍ର ଆଦି ଶୁଣାଉଥିଲେ। ନିଜ ପିତାଙ୍କ ଠାରୁ ଦୀକ୍ଷା ପାଇ ତାଙ୍କ ଭିତରେ ଆଧ୍ୟାତ୍ମିକତା ଉଦୟ ହୋଇଥିଲା। କେବଳ ଗୋଟିଏ ବର୍ଷରେ ହିଁ ସେ ନିଜ ମାତୃଭାଷା ମାଲୟାଲୀରେ ଭାବ ପ୍ରକଟ କରିପାରୁଥିଲେ। 7 ବର୍ଷରେ ହିଁ ସେ ଅନେକ ଶାସ୍ତ୍ରର ଅଧ୍ୟୟନ କରିନେଇଥିଲେ। ପୁରାଣ କଥାକୁ କଣ୍ଠସ୍ଥ କରିନେଇ ନିଜର ପ୍ରତିଭାର ପରିଚୟ ଦେଉଥିଲେ। ଛୋଟ ବାଳକର ବୁଦ୍ଧି ଆଉ ଜ୍ଞାନ ଦେଖି ବଡ଼ ବଡ଼ ବିଦ୍ୱାନ ରାଜା ଆସି ତାଙ୍କୁ ଦେଖା କରୁଥିଲେ। ଏହା ଭିତରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଗଲା। ତାଙ୍କ ମା ହିଁ ତାଙ୍କର ସବୁ କିଛି ବୁଝୁଥିଲେ ଓ ତାପରେ
ତାଙ୍କୁ ବିଦ୍ୟା ଗ୍ରହଣ କରିବା ପାଇଁ ତାଙ୍କ ମା ଗୁରୁକୁଳକୁ ପଠାଇଦେଲେ। ସେଠାରେ ବି ସେ କମ୍ ବୟସରୁ ହିଁ ବେଦ, ବେଦାନ୍ତ, ଉପନିଷଦ ଆଦି ଶିକ୍ଷା ଗ୍ରହଣ କରି ଘରକୁ ଚାଲି ଆସିଥିଲେ। ତାଙ୍କର ଅସାଧାରଣ ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଉଥିଲେ। ଶଙ୍କର ତାଙ୍କ ରାଜ୍ୟରେ ଚାଲିଥିବା ଅନୀତି, ଶୋଷଣ, ମିଥ୍ୟା, ଅନାଚାର, ଅନ୍ଧବିଶ୍ୱାସକୁ ଦେଖି ତାଙ୍କୁ ଦୂର କରିବା ପାଇଁ ପ୍ରେମ, ଦୟା, କରୁଣା, ଉଦାରତା, ତପସ୍ୟା, ସ୍ୱାଧ୍ୟାୟ, ତ୍ୟାଗ, ବିଶ୍ୱାସ, ଆତ୍ମଚିନ୍ତନ, ସଦ୍ଗୁଣ, ଈଶ୍ୱର ପ୍ରାପ୍ତି ଆଦି ସମାଜ କଲ୍ୟାଣ ପାଇଁ ନିଜ ଜୀବନକୁ ଅର୍ପଣ କରିବାକୁ ଚାହୁଁଥିଲେ। ତେଣୁ ସେ ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ମା ଏ କଥାରେ ସହମତି ନଥିଲେ। କାହିଁକି ନା ତାଙ୍କର ଆଉ କେହି ବି ନଥିଲେ। ଆଉ ସେ ତାଙ୍କୁ ବିବାହର ଯୋଜନା ମଧ୍ୟ କରୁଥିଲେ କି ସେ ଯେମିତି ଘରେ ରହିବ। ଏଥିପାଇଁ ଶଙ୍କର ଏକ ଯୋଜନା କଲେ। ଗୋଟିଏ ଦିନ ସେ ତାଙ୍କ ମାତାଙ୍କ ସହ ନଦୀକୁ ସ୍ନାନ କରିବାକୁ ଗଲେ। ସେ ପାଣି ଭିତରକୁ ଯାଇ ଗାଧେଇଲା ବେଳେ କହିଲେ, ମା ମା ମୋତେ କୁମ୍ଭୀର କାମୁଡ଼ୁଛି, ମୋତେ କୁମ୍ଭୀର ଟାଣି ଧରିଛି ମା। ଏହା ଦେଖି ତାଙ୍କ ମା ବହୁତ ଚିଲେଇଲେ, ବହୁତ କାନ୍ଦିଲେ, ହେଲେ ସେଠାରେ ଆଉ କେହି ବି ନଥିଲେ। ତାପରେ ସେ ପୁଣି ଡାକିଲେ, ମା ମା ମୋ ପ୍ରାଣ ଛାଡ଼ି ଚାଲି ଯାଉଛି ମା, ତୁ ଜଲ୍ଦି କିଛି କର। କିଛି ସମୟ ଗଲା ପରେ ସେ ପୁଣି କହିଲେ କି ମା, ତୁ ଯଦି ମୋତେ ସନ୍ନ୍ୟାସ ହେବାକୁ ଅନୁମତି ଦେବୁ ତାହେଲେ ଯାଇ ମୋ ଜୀବନ ରକ୍ଷା ହେବ। କହି ପାଣିରେ ବୁଡ଼ିଲେ ଉଠିଲେ। ଚେତାଶୂନ୍ୟ ହୋଇ ମା ତାଙ୍କୁ ଅନୁମତି ଦେଲେ। ତାପରେ ଶଙ୍କର ତୁରନ୍ତ କୋଳକୁ ଚାଲି ଆସି ତାଙ୍କ ମାଆକୁ ପ୍ରଣାମ କରି ସନ୍ନ୍ୟାସ ଗ୍ରହଣ କରିବାକୁ ବାହାରି ପଡ଼ିଲେ। ଆଉ ଯିବାବେଳେ ତାଙ୍କ ମାଆକୁ କଥା ଦେଇଥିଲେ କି ସେ ତାଙ୍କର ଅନ୍ତିମ ସମୟରେ, ଜୀବନର ଶେଷ ସମୟରେ ତାଙ୍କ ପାଖରେ ରହିବେ ଆଉ ନିଜ ହାତରେ ଦାହ ସଂସ୍କାର କରିବେ। କହି ସେଠାରୁ ଚାଲି ଆସିଲେ। ବାଟରେ ଭାବିଲେ ପ୍ରଥମେ ସେ ଜ୍ଞାନ ଅର୍ଜନ ଆଉ ଆତ୍ମଦର୍ଶନ ସାଧନା ଦ୍ୱାରା ଶକ୍ତି ଅର୍ଜନ କରିବେ। ତେଣୁ ସେ ଉତ୍ତର ଭାରତ ଯାତ୍ରାରେ ବାହାରି ପଡ଼ିଲେ। ନର୍ମଦା ନଦୀ କୂଳରେ ସ୍ୱାମୀ ଗୋବିନ୍ଦ ଭଗବତ୍ପାଦଙ୍କର ଆଶ୍ରମ ଥିଲା। ସେଠାକୁ ଯାଇ ତାଙ୍କଠାରୁ ଦୀକ୍ଷା ନେଲେ। ତାପରେ ଶଙ୍କରାଚାର୍ଯ୍ୟ ବେଦଶାସ୍ତ୍ରର ଗଭୀର ଅଧ୍ୟୟନ କଲେ। 2 ବର୍ଷ ରହି ସେ ବେଦାନ୍ତର ଅଧ୍ୟୟନ କଲେ ଆଉ ତାଙ୍କ ଆତ୍ମଶକ୍ତି ବିକଶିତ ହୋଇ ଉଠିଲା। ତାପରେ ଗୁରୁ ତାଙ୍କୁ କାଶୀ ଯାଇ ଧର୍ମ ଆଉ ବେଦାନ୍ତର ମତକୁ ପ୍ରଚାର କରିବାକୁ ଆଜ୍ଞା ଦେଲେ ଆଉ ତାଙ୍କର ସମସ୍ତ ଜ୍ଞାନ ଶିଷ୍ୟକୁ ଦେଇ ମହାସମାଧି ନେଇଗଲେ। ଏହିପରି ଶଙ୍କରାଚାର୍ଯ୍ୟ ଅଳ୍ପ ସମୟରେ ହିଁ ସିଦ୍ଧଯୋଗୀ ମହାତ୍ମା ହୋଇଗଲେ। ବାଳକ ସନ୍ନ୍ୟାସୀ ମୁଖରୁ ବେଦାନ୍ତର ଗୂଢ଼ ରହସ୍ୟ ଜାଣିବା ପାଇଁ ଅନେକ ଲୋକ ତାଙ୍କ ପାଖକୁ ଆସିବାକୁ ଲାଗିଲେ। ବଡ଼ ବଡ଼ ବିଦ୍ୱାନମାନଙ୍କର ପ୍ରଶ୍ନର ସମାଧାନ କରୁଥିଲେ। ଅନ୍ୟ ସବୁ ମତକୁ ନିରାକରଣ କରି ବେଦାନ୍ତର ମତକୁ ପ୍ରତିପାଦନ କରୁଥିଲେ। ଏହା ଭିତରେ ତାଙ୍କୁ ଅନେକ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିଛି। କିନ୍ତୁ କଠିନ ସମୟରେ ବି ସେ ନିଜ ଧୈର୍ଯ୍ୟ ଆଉ ଆତ୍ମସନ୍ତୋଷର ପରିଚୟ ଦେଉଥିଲେ। ଧର୍ମ ପ୍ରଚାର କରିବା ପାଇଁ ଭୋକ ଶୋଷରେ ଖାଲି ପାଦରେ ପ୍ରଚଣ୍ଡ ଖରାରେ ଚାଲି ଚାଲି ଧର୍ମ ପ୍ରଚାର କରୁଥିଲେ। ପାଦରେ ଛାଲି ପଡ଼ିଯାଉଥାଏ। ସେସବୁକୁ ସହି ବୁଲି ବୁଲି ଧର୍ମ ବେଦାନ୍ତର ପ୍ରଚାର ପ୍ରସାର କରୁଥିଲେ। ଗାନ୍ଧାର, କମ୍ବୋଜ, କାଶ୍ମୀରୀ, ତକ୍ଷଶିଳା, ବଙ୍ଗାଲ, ରାଜଗୃହ, ନାଲନ୍ଦା, ଗୟା, ନେପାଳ, ଗୁଜରାଟ,
କାଠିଆବାଡ଼ି, ମଧ୍ୟପ୍ରଦେଶ, ଦକ୍ଷିଣ ଭାରତର ଏମିତି କେଉଁ ଜାଗା ନାହିଁ ଯେଉଁଠି ତାଙ୍କ ସନ୍ଦେଶ ପହଞ୍ଚି ନାହିଁ। ଦିନେ ସେ ଦକ୍ଷିଣ ଭାରତରେ ବୁଲୁଥିବା ବେଳେ ଖବର ପାଇଲେ କି ତାଙ୍କ ମା ଅସୁସ୍ଥ ଅଛନ୍ତି। ତେଣୁ ସେ କାଲାଡ଼ି ଆସିଗଲେ। ତାଙ୍କ ମାତା ତାଙ୍କର ପ୍ରତୀକ୍ଷା କରିଥିଲେ। ଆସିବା ପରେ ସେ ନିଜ ପୁତ୍ରକୁ ଆଶୀର୍ବାଦ ଦେଇ ଏ ନଶ୍ୱର ସଂସାରକୁ ଛାଡ଼ି ଚାଲିଗଲେ। ନିଜ ମାତାଙ୍କ ଦାହ ସଂସ୍କାର କରିବା ସମୟରେ ତାଙ୍କୁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା। ଗୃହସ୍ଥଙ୍କ ପାଇଁ ବିହିତ ଆଚାର ସଂହିତାର ପାଳନ ସନ୍ନ୍ୟାସୀଙ୍କ ପାଇଁ ବର୍ଜିତ ଥିଲା। ତେଣୁ ସେଠାରେ ସବୁ ନମ୍ବଦରୀ ବ୍ରାହ୍ମଣମାନେ ଶଙ୍କରାଚାର୍ଯ୍ୟଙ୍କ ବିରୋଧୀ ଥିଲେ। ତାଙ୍କୁ ନିଜ ବନ୍ଧୁମାନଙ୍କର ସହଯୋଗ ମଧ୍ୟ ମିଳିଲା ନାହିଁ। ଏମିତିକି ଚିତାକୁ ଅଗ୍ନି ମଧ୍ୟ ତାଙ୍କୁ ମିଳିଲା ନାହିଁ। ଅନ୍ତତଃ ସ୍ୱୟଂ ନିଜେ ଏକା ତାହା ସଂସ୍କାର କରିବାକୁ ନିଶ୍ଚୟ କଲେ। କିନ୍ତୁ ଏକୁଟିଆ ଶବକୁ ଉଠାଇ ସଂସ୍କାର କରିପାରିଲେ ନାହିଁ। ତେଣୁ ସେ ଘର ଦୁଆର ପାଖରେ ହିଁ ଚିତା ତିଆରି କଲେ। ଆଉ ନିଜ ଯୋଗଶକ୍ତି ବଳରେ ଶିଖା ପ୍ରଜ୍ୱଳିତ କଲେ। ଆଉ 5 ତତ୍ତ୍ୱର ଗଢ଼ା ଶରୀରକୁ ସେଇଠି ରଖି ଜାଳିଦେଲେ। ତାଙ୍କ ନିଷ୍ଠାର ପ୍ରତିଫଳ ପରେ ପରମ୍ପରା ହୋଇଗଲା। ଆଜି ବି କେରଳର ନମ୍ବଦୁରୀପାଦ ବ୍ରାହ୍ମଣମାନେ ଶବଚିତାକୁ ନିଜ ଦୁଆର ପାଖରେ ହିଁ ଜାଳୁଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ସତ୍ୟ, ଅହିଂସା, ଉଚ୍ଚ ବିଚାର ଆଉ ମାନବିକତାର ପରିଚୟ ଦେଇ ବିରୋଧୀଙ୍କ ଉପରେ ବିଜୟ ପ୍ରାପ୍ତ କଲେ। ଶାନ୍ତି, ଏକତା ତଥା ସତ୍ୟ ଜ୍ଞାନର ସାମ୍ରାଜ୍ୟ ସ୍ଥାପିତ କଲେ। ସମାଜ ସେବାର ଆଦର୍ଶ ସ୍ଥାପିତ କଲେ। ପରେ ଶଙ୍କରାଚାର୍ଯ୍ୟ ଆଉ ମଣ୍ଡନ ମିଶ୍ରଙ୍କ ଭିତରେ ଶାସ୍ତ୍ରାର୍ଥ ହୋଇଥିଲା। ସେଥିରେ ସେ ବିଜୟୀ ହୋଇଥିଲେ। ଶଙ୍କରାଚାର୍ଯ୍ୟ ଆଉ ତାଙ୍କ ଶିଷ୍ୟମାନେ ସେଠାରେ ଉପସ୍ଥିତ ଥିଲେ। ପାଖାପାଖି 6 ମାସ ଯାଏ ତାଙ୍କ ଭିତରେ ଶାସ୍ତ୍ରାର୍ଥ ହୋଇଥିଲା। ତାହା ମୁଁ ଆଉ ଗୋଟେ ବିଷୟରେ କହିବି। ତ ପରେ ଶଙ୍କରାଚାର୍ଯ୍ୟ ଓ ତାଙ୍କ ଶିଷ୍ୟମାନେ ଆଉ ମଣ୍ଡନ ମିଶ୍ରଙ୍କ ଭିତରେ ଏକ ମନ୍ତ୍ରଣା ହେଲା କି ସାରା ଦେଶକୁ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଯାଏ ଗୋଟିଏ ସାଂସ୍କୃତିକ ସୂତାରେ କେମିତି ବନ୍ଧା ଯାଇପାରିବ। ଏହାପରେ ମଣ୍ଡନ ମିଶ୍ର କହିଲେ, ଗୁରୁଦେବ, ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମକୁ ଗୋଟାଏ ସୂତାରେ ବାନ୍ଧିବାକୁ ହେଲେ 4 ଧର୍ମପୀଠର ସ୍ଥାପନା କରିବାକୁ ପଡ଼ିବ। ସମସ୍ତ ଭାରତୀୟଙ୍କୁ ଧର୍ମ ଆଉ ଆତ୍ମକଲ୍ୟାଣର ଭାବନାକୁ ପ୍ରେରିତ କରିବା ପାଇଁ ତୀର୍ଥସ୍ଥାନ କରିବାକୁ ପଡ଼ିବ, ଯେଉଁଥିରେ ବ୍ୟକ୍ତିଗତ ଜୀବନରେ ସାଧନା, ଜ୍ଞାନ ଆଉ ଧର୍ମନିଷ୍ଠାର ପ୍ରେରଣା ମିଳିବ, ଜୀବନ ସୁଧୁରିବ ଆଉ ଆତ୍ମକଲ୍ୟାଣର ଉଦ୍ଦେଶ୍ୟ ବି ପୂରା ହେବ। ଏହିପରି ଦେଶ ସଂଗଠିତ ରହିବ ଆଉ ଲୋକଙ୍କ ମଧ୍ୟରେ ଭାଇଚାରା ମଜବୁତ ହେବ। ଏହି ଯୋଜନା ଶଙ୍କରାଚାର୍ଯ୍ୟଙ୍କୁ ପସନ୍ଦ ଆସିଥିଲା ଏବଂ 4 ଧର୍ମପୀଠ ସ୍ଥାପିତ ହେଲା। ଏବଂ ସେ ଘୋଷଣା କଲେ କି ଯିଏ ବି ବଦ୍ରିକା ଧାମରୁ ଜଳ ନେଇ ରାମେଶ୍ୱରରେ ଚଢ଼େଇବ ସେ ମୁକ୍ତିର ଅଧିକାରୀ ହେବ। ସ୍ଥୂଳ ନିର୍ମାଣ ଅପେକ୍ଷା ବିଚାର ନିର୍ମାଣର ମହତ୍ତ୍ୱ ଅନେକ ଗୁଣା ଅଧିକା। ଅଧର୍ମରୁ ସମାଜକୁ ବଞ୍ଚାଇବା ପାଇଁ ଧର୍ମକୁ ସରଳ କରି ଲୋକ ବ୍ୟବହାରରେ ଆଣିବା ପାଇଁ କଠିନ ଗ୍ରନ୍ଥକୁ ସରଳ ଭାଷାରେ ଟୀକାମାନ ଲେଖିବା ଆରମ୍ଭ କରିଦେଲେ। ଏହି ଗ୍ରନ୍ଥରେ ବ୍ରହ୍ମସୂତ୍ର ଭାଷ୍ୟ, ଈର୍ଷାକେନ ଆଦି 12 ଉପନିଷଦର ଭାଷ୍ୟ, ଗୀତା ଭାଷ୍ୟ, ବିବେକ ଚୂଡ଼ାମଣି, ପ୍ରବୋଧ ସୁଧାକର, ସର୍ବ ବେଦାନ୍ତ ଗ୍ରନ୍ଥ ଆଦି ପୁରାଣମାନ ସବୁ ଲେଖିଥିଲେ।
ମନୋନିଗ୍ରହ ଦ୍ୱାରା ଅଷ୍ଟସିଦ୍ଧି ନବସିଦ୍ଧିର ପ୍ରାପ୍ତି, ଦୂରଦର୍ଶନ, ଦୂରଶ୍ରବଣ ଏସବୁକୁ କେବଳ ଆତ୍ମସଂକଳ୍ପ ଆଉ ମନୋନିଗ୍ରହର ଚମତ୍କାର। ବେଦାନ୍ତର 4 ସୂତ୍ର ବା 4 ବାକ୍ୟ ସୋହମ୍ ଅୟମାତ୍ମା ବ୍ରହ୍ମ, ପ୍ରଜ୍ଞାନ ବ୍ରହ୍ମ ଆଉ ତତ୍ତ୍ୱମସି। ବନ୍ଧୁମାନେ ଏହି 4 ମହାବାକ୍ୟକୁ ଟିକେ ଚିନ୍ତନ କରିବେ। ସୋହମ୍ ଅର୍ଥାତ୍ ସେହି ପରମାତ୍ମା ବା ସେହି ଜୀବାତ୍ମା ହିଁ ମୁଁ। ଏଠି ବ୍ରହ୍ମର ଉଲ୍ଲେଖ କରାଅଛି। ତ ସେହି ବ୍ରହ୍ମ ବା ସେହି ପରମାତ୍ମା ଜୀବାତ୍ମା ହିଁ ମୁଁ। ସୋହମ୍ ଅୟମାତ୍ମା ବ୍ରହ୍ମ ଅର୍ଥାତ୍ ଏହି ଆତ୍ମା ହିଁ ବ୍ରହ୍ମ। ଓମ୍ ପ୍ରଜ୍ଞାନ ବ୍ରହ୍ମ ଅର୍ଥାତ୍ ପ୍ରକଟ ଜ୍ଞାନ ହିଁ ବ୍ରହ୍ମ। ତତ୍ତ୍ୱମସି ସେ ହିଁ ତୁମେ। ତତ୍ତ୍ୱମ୍ ଅସି ମାନେ ତତ୍ କହିଲେ ସେହି ବ୍ରହ୍ମ ଯେଉଁ ତତ୍ତ୍ୱମ୍ ମାନେ ତୁମେ ସେହି, ତୁମେ ହିଁ ସେହି। 4 ମହାବାକ୍ୟ କହିଲେ କି ସେ ହିଁ ମୁଁ ହିଁ ତତ୍ତ୍ୱରୂପ। ଏହି ଆତ୍ମା ହିଁ ବ୍ରହ୍ମ। ଶରୀର ଆଉ ଇନ୍ଦ୍ରିୟକୁ ହିଁ ଅହମ୍ ନ ମାନି ଭିତରେ ହିଁ ଯେଉଁ ଚେତନା ଅଛି ତା ଉପରେ ଧ୍ୟାନ କେନ୍ଦ୍ରିତ କର। ନିଜ ଭିତରେ ପ୍ରେମ, ଦୟା, କରୁଣା, ଉଦାରତା, କ୍ଷମା, ସହିଷ୍ଣୁତା ଆଦି ଯାହା ଆତ୍ମାର ସନ୍ତୋଷ, ସୁଖ, ପ୍ରଫୁଲ୍ଲତା ଆଉ ଶାନ୍ତି ପ୍ରଦାନ କରେ ତାର ବିକାଶ କରିଲେ ଏହି ଜୀବନରେ ମଣିଷ ଶରୀର ଧାରଣ କରିବାର ଉଦ୍ଦେଶ୍ୟ ଆଉ ପରମାନନ୍ଦର ପ୍ରାପ୍ତି କରିପାରିବ। 32 ବର୍ଷ ବୟସରେ ହିଁ ସେ ଏତେ ମହାନ କାର୍ଯ୍ୟ ସବୁ କରିସାରିଥିଲେ। ଆଉ କହିଯାଇଛନ୍ତି କି ମଣିଷ ନିଜେ ହିଁ ସର୍ବସମର୍ଥ, କି ସେ ଅଳ୍ପ ବୟସରେ ବି ମହାନ ସଂକଳ୍ପକୁ ପୂରା କରିପାରିବ। ଆଉ ସେଥିପାଇଁ କୌଣସି ବି ସମୟ ନିର୍ଦ୍ଧାରିତ ହୋଇନାହିଁ। ଯୁଗ ବଦଳେ ନାହିଁ, ବଦଳିଯାଏ। ସେ ନିଜକୁ ତପାଇଲେ, ବିପରୀତ ପରିସ୍ଥିତିରେ ବଞ୍ଚିବାର ଅଭ୍ୟାସ କଲେ, ଯାହା ପାଇଁ ତାଙ୍କ ମନରେ ଲୌକିକ ଆକର୍ଷଣ ନଷ୍ଟ ହୋଇଗଲା ଆଉ ଆଧ୍ୟାତ୍ମ ଜାଗୃତ ହୋଇଥିଲା। କାଶୀରେ ହିଁ ଭଗବାନ ଶଙ୍କରକୁ ଚାଣ୍ଡାଳ ରୂପେ ଦର୍ଶନ କରିଥିଲେ ଆଉ ଅଦ୍ୱୈତ ଦର୍ଶନର ପ୍ରଚାର ପ୍ରସାର କରିଥିଲେ। ଆଉ କହିଥିଲେ କି 2 ପ୍ରକାରର ଜ୍ଞାନ ଅଛି, ଗୋଟିଏକୁ ପରାବିଦ୍ୟା କୁହାଯାଏ ଆଉ ଗୋଟିଏକୁ ଅପରାବିଦ୍ୟା କୁହାଯାଏ। ପ୍ରଥମ ହେଲା ସଗୁଣ ବ୍ରହ୍ମ ଆଉ ଦ୍ୱିତୀୟ ହେଲା ନିର୍ଗୁଣ ବ୍ରହ୍ମ। ବ୍ରହ୍ମ ଆଉ ଜୀବ ମୂଳତଃ ଏକ ଅଟନ୍ତି। ଆମକୁ ଯାହା ବି ଫରକ ଦିଶୁଛି ତାହାର କାରଣ ହେଲା ଅଜ୍ଞାନ। ଜୀବ ମୁକ୍ତି ପାଇଁ ଜ୍ଞାନ ଆବଶ୍ୟକ। ଜୀବ ମୁକ୍ତି ଅର୍ଥାତ୍ ସେ ବ୍ରହ୍ମରେ ଲୀନ ହୋଇଯିବା। ଶଙ୍କରାଚାର୍ଯ୍ୟ ମନରେ ନିର୍ଗୁଣର ଭାବନା ଏତେ ଦୃଢ଼ ଥିଲା ଯେ ସେ କେବଳ ନିର୍ବିକଳ୍ପ ସମାଧି ଛଡ଼ା ଆଉ କୌଣସିଥିରେ ତାଙ୍କର ମନ ଲାଗୁନଥିଲା। ଆଉ କେଦାରନାଥ ପାଖରେ 32 ବର୍ଷ ବୟସରେ ହିଁ ସମାଧି ନେଇ ନଶ୍ୱର ଶରୀରକୁ ପରିତ୍ୟାଗ କରିଦେଲେ। ଏହିପରି 32 ବର୍ଷ ବୟସ ଭିତରେ ନିଜର ଅଦ୍ଭୁତପୂର୍ବ ଜ୍ଞାନ ବଳରେ ସଂସାରକୁ ବେଦାନ୍ତର ଅଭିନବ ପ୍ରକାଶ ଦେଇ ଶଙ୍କରାଚାର୍ଯ୍ୟ ଏ ସମ୍ପୂର୍ଣ୍ଣ ମାନବ ଜାତିର କଲ୍ୟାଣ କରିଗଲେ। ତାଙ୍କର ଅନୁପମ ଉପହାର ପାଇଁ ଆଜି ବି ସେ ସମସ୍ତଙ୍କ ହୃଦୟରେ ଅଛନ୍ତି। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଏକ ଅଧ୍ୟାୟରେ। ଧନ୍ୟବାଦ।